ରାଜଧାନୀ ପାଖ କଟକ ସହର ଟାଙ୍ଗୀ ଅଞ୍ଚଳର ଇଏ ହେଉଛି ବିରଳ ଦୃଶ୍ୟ। ଦେଖିଲେ ଭିଡ଼ିଓଟା କେମିତି ଲାଗିଲା ଆପଣଙ୍କୁ? ମୋତେ ଭାରି ବାଧୁଛି। ଓଡ଼ିଶାର ଆମ୍ବୁଲାନ୍ସ ସେବା ଏତେ ଅଛି, ଆମ ନବୀନ ମହାପ୍ରଭୁ ଏତେ କରୁଛନ୍ତି, ତାପରେ ବି ଏ ଛଡ଼ା ଚାଲିକି ଯାଉଛି, ଟଲିର ନେଇକି ଯାଉଛି। କୁହନ୍ତୁ, ମୁଁ ବୁଝିପାରୁନି ତା ଦୋଷ କାହାର? ହୁଏତ ସେ ଭାଇର ଦୋଷ ହେଇଥାଇପାରେ ଯେ ଆମ୍ବୁଲାନ୍ସକୁ କଲ୍ କରିପାରିବନି, ଗରିବ ଲୋକଟେ। ତାପରେ ଗରିବ ଲୋକ ନବୀନ ପଟ୍ଟନାୟକ ଭାରି ଶିକ୍ଷିତ କରିଛନ୍ତି ଆମ ସମିତି। ସେ ବି ଯାହା ହଉ ମୁଁ କାହାରିକି କହୁନି, କିନ୍ତୁ ମୋତେ ଲାଗୁଛି ତା କିଛି ଟୁଣୁ ହେଉଛି। ଦେଖୁଛ ନା ଗୋଟେ, ତାପରେ ଏଇ ଭାଇଟାର ବୋଧେ କିଛି ଦୋଷ ନାହିଁ ନା, କିଛି ଦୋଷ ନାହିଁ ନା, ନିଜ ସ୍ତ୍ରୀର ଏମିତି ନିଜ ସ୍ତ୍ରୀ ମାନେ ଘର ପରିସ୍ଥିତିରେ ଏମିତି ହେବ, ସେ କ'ଣ କେବେ ଏମିତି କରିଥିବ? ସେ ଯାହାହେଲେ ବି ଆମ୍ବୁଲାନ୍ସକୁ ଫୋନ୍ କରିଥିବ, ନହେଲେ ଆମ୍ବୁଲାନ୍ସ ବାଲା କ'ଣ ଖାଉଥିଲେ ନା, ଏତେ ଡେରି କଲେ ଖାଉଥିଲେ ନା କ'ଣ ନା କ'ଣ ଗୋଟେ ହେଇଥିବ, ଯେଉଁଥିପାଇଁ ସେଟା ଆସିନାହାନ୍ତି। କିନ୍ତୁ ଆକ୍ଚୁଆଲି କଥାଟା ଭାରି ଦୁଃଖ ଲାଗୁଛି। ଏତେ ଦୁଃଖ ନା, ଓଡ଼ିଶା କୁଆଡ଼େ ଏତେ ଆଗେଇ ଗଲାଣି, 5T ହେଇଗଲାଣି, ତଥାପି ଆହୁରି ଏମିତି ହେଉଛି ନା, ଏଟା ଭାରି କର୍ମ ଲାଗୁଛି ନିଜକୁ। ଭାଇ ମୁଁ ଯାହାକୁ ଯାହା କଥା ମୁଁ କହିଦେନି, ଆଉ ସବୁ ବାକି ଆପଣଙ୍କ ହାତରେ। ଦୋଷ କାହାର? କମେଣ୍ଟଟା ପୁରା ଛାଡ଼ିଦେଲି, ପୁରା ଲେଖିକି ପୁରେଇ ଦେବେ। ଆଉ ଅନେକ ଦିନ ହେଲା ଭିଡ଼ିଓ କରିଥିନି, ବହୁତ ଦିନ ପରେ ଆଇଛି। ଆଶା କରୁଛି ଟିକେ ମଣିଆ ଜେଜେକୁ ମନେ ପକାଇବେ। ରହିଲି, ନମସ୍କାର।